ରାତିରେ 12-17 ହେଇଥିଲାନ ମୁଇଁ ଭୁକେ ଥିଲି ଖାଇ ନେଇ ଥାଇ କିଛି ଆର୍ ମୋତେ ବି ସାଙ୍ଗମାନେ ଫୋନ୍ କଲେ ଆଜି ରାତିଟା ଅଟକି କରିଥା କିଛି ଖାଇବାରଟା ନୂଆ ପ୍ରକାରର ବନାମା। ତ ମୁଇଁ ସେ ସାଙ୍ଗମାନଙ୍କୁ ଅଟକିଥିଲି କାରଣ ସେମାନେ ଡ୍ୟୁଟି ଯାଇଥିଲେ ଡ୍ୟୁଟିରୁ ଯେତେବେଳେ ଆସିଲେ ତ କହିଲେ ଆଜି ଗୋଟେ ଅଲଗା ପ୍ରକାରର ବନାମା। ତ ମୁଇଁ ଦୁକାନକେ ଗଲି ଚିକେନ୍ ଆନବାର୍ ଲାଗି ଚିକେନ୍ ନି ପାଇଁ ଚିକେନ୍ ବାଲା ବନ୍ଦ କରିଦେଇଥିଲାନ ତ ସାଙ୍ଗେ ଅଣ୍ଡା 6-7ଟା ଧରିକରି ଆସିନି। ଅଣ୍ଡାକେ ସିଝେଇ ଦେନୁ ଆଲୁ ବି ସିଝେଇ ଦେନୁ ଆରୁ କାଟିକରି ଉଇଲ୍ ପିଆଜ ମିଶେଇ କରି ଗୋଟେ ତରକାରୀଟେ ବନେଇ ଦେନୁ ଯେନ୍ଟାକି ଦେଖବାର୍ ଲାଗି ହେତେ ଖାସ୍ ନି ଦିଶୁଥାଏ କିନ୍ତୁ ତାର ଟେଷ୍ଟ ବହୁତଟେ ଅଲଗା ପ୍ରକାର ଲାଗୁଥିଲା। ତ ସାଙ୍ଗମାନେ କାଁ କନୁ ବଟାବୁଟି କନୁ ମସଲା ମୁସଲି ଦେଖିପାରୁଛ ଚିନି ବି ଖାଉଛେ ମୋର୍ ସାଙ୍ଗଟେ ତାପରେ ଅଣ୍ଡା ଉଣ୍ଡି ତରକାରୀ ବନାନୁ ପରାଠା ତ ବନେଇ କରି ଧରିକରି ଆଇଥିଲେ ସେମାନେ କମ୍ପାନୀନୁ ତ ମିଶିକରି ସବୁ ଏନ୍ତା ପ୍ରକାରେ ଖାଏନୁ ଯେନ୍ଟାକି ବହୁତଟେ ଖୁସ୍ ଲାଗ୍ଲା ଖାଇବାର୍ ଲାଗି। ଆରୁ ଇ ମୋର୍ ସାଙ୍ଗମାନେ ଯେନ୍ ଥିଲେ ଇମାନେ ତ ଡ୍ୟୁଟିରୁ ଆସିଥିଲେ 12 ବଜେ 12:30 କେ ଭୁକେ ତ ମିଶିକରି ଯାତା କରି ଖାନା ଟିକେ ବନେଇ ଦେସୁଁ ନବେନୁ ଆର୍ ବନେଇ ଦେଇକରି ଆମେ ଖାଏନୁ ହୋ ଆଜ୍ଞା କାଁ କରବ ଖାଇବାର୍ ଟେଷ୍ଟ ନି ଲାଗୁଥାଏ ଫେର୍ ବି ଖାଇବାକେ ପଡ଼ୁଥିଲା କାରଣ 12:30 ହେଇଥିଲାନ କେନ୍ ସଲା ଭୁକେ ମରବା ବୁଆ ନି ହେଲେ ନି ହୋ ଜିଥିଲେ ଜିତକାନ୍